ଆଜିଠୁ ଖୋଲିବ ରାସନ କାର୍ଡର ନୂତନ ପୋର୍ଟାଲ। ଯଦି ଆପଣ ଏପର୍ଯ୍ୟନ୍ତ ରାସନ କାର୍ଡଟି ପାଇନାହାନ୍ତି ବା ନୂତନ ଆବେଦନ କରିବାକୁ ଚାହୁଁଛନ୍ତି ତ ଫ୍ରେଣ୍ଡସ୍ ଖୁସି ଖବର। ତ ଅପଡେଟ୍ କ'ଣ ରହିଛି ଆଜିର ଫ୍ରେଣ୍ଡସ୍ ଆଜିର ଭିଡ଼ିଓରେ ଆପଣମାନେ ଜାଣିବାକୁ ପାଇବେ। ତ ହ୍ୟାଲୋ ଫ୍ରେଣ୍ଡସ୍, ମୋ ନାଁ ଫକୀର ବେହେରା, ଆପଣମାନେ ଦେଖୁଛନ୍ତି ଓଡ଼ିଆ ଶିକ୍ଷା ୟୁଟ୍ୟୁବ୍ ଚ୍ୟାନେଲ୍। ତ ଚାଲନ୍ତୁ ଫ୍ରେଣ୍ଡସ୍ ବେଶୀ ଦିନ କରି ଭିଡ଼ିଓକୁ ଆମେ ଆରମ୍ଭ କରିଦେବା। ଆଜିଠୁ ଖୋଲିଲା ରାସନ କାର୍ଡ ପୋର୍ଟାଲ। ଯଦି ଆପଣ ମଧ୍ୟ ରାସନ କାର୍ଡରୁ ବାଦ୍ ପଡ଼ିଛନ୍ତି ତେବେ ଖୁସି ଖବର। ଆରମ୍ଭ ହେଲା ଆଜିଠାରୁ ନୂଆ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜ୍ଞା। ମନ୍ତ୍ରୀ କହିଛନ୍ତି କି ରାସନ କାର୍ଡରୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କୁ ବହୁତ ଜଲ୍ଦି ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ରାସନ କାର୍ଡ EKYC ସରିଯାଇଛି ଏବଂ ମୃତ ହୋଇଥିବା 4 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବାଦ୍ ପଡ଼ିବା ପରେ ନୂତନ ଏହି ପୋର୍ଟାଲକୁ ଆବେଦନ କରିବା ପାଇଁ ମଧ୍ୟ ଆରମ୍ଭ କରିଦିଆଯାଇଛି କି ଆପଣ ଆବେଦନ କରିପାରିବେ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣ ରାସନ କାର୍ଡଟି ପାଇନାହାନ୍ତି ତେବେ ଫ୍ରେଣ୍ଡସ୍ ଆପଣ ବର୍ତ୍ତମାନ ସୁଦ୍ଧା ରାସନ କାର୍ଡ ପୋର୍ଟାଲଟି ଆରମ୍ଭ ହୋଇଯାଇଛି। ଆଜି ମାର୍ଚ୍ଚ 1 ତାରିଖ ଆଜିଠାରୁ ଆପଣଙ୍କୁ ଆବେଦନ କରିଦିଆଯାଇଛି, ଲାଇଭ୍ କରିଦିଆଯାଇଛି। ଆପଣ ତାହାକୁ ଯାଇ ଆବେଦନ କରିପାରିବେ। ଯେମିତିକି ଆଗରୁ ଫୁଡ୍ ଓଡ଼ିଶାରେ ଆବେଦନ କରୁଥିଲେ ସେହି ସାଇଟ୍ରେ ମଧ୍ୟ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଏବଂ ଆଗରୁ ଆବେଦନ କରୁଥିଲେ କିନ୍ତୁ ତାହା ସକ୍ସେସଫୁଲି ହେଉନଥିଲା, କିନ୍ତୁ ଏବେ ଯଦି ଆପଣ ଆବେଦନ କରୁଛନ୍ତି ତେବେ ଆପଣଙ୍କୁ ସକ୍ସେସଫୁଲି ଆବେଦନ ହେବ ବୋଲି ସୂଚନା ଦେଇଛନ୍ତି। କାରଣ 4 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବାଦ୍ ପଡ଼ିବା ପରେ ବା କାଟି ଦିଆଯାଇଛି EKYC ପରେ ସେହି ଜାଗାରେ ଆପଣମାନଙ୍କୁ ଆଡ଼୍ କରାଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜ୍ଞା। ଏବଂ ଦେଖନ୍ତୁ ଫ୍ରେଣ୍ଡସ୍, 25 ବର୍ଷ ବିଜେଡ଼ି ସରକାର ଶାସନରେ ଥିବାବେଳେ ଏହା କେବେ ହୋଇନଥିଲା କି ଆପଣଙ୍କୁ ନୂତନ ପୋର୍ଟାଲ ଜରିଆରେ ଆପଣମାନଙ୍କୁ ରାସନ କାର୍ଡରେ ଆଡ଼୍ କରିବା ପାଇଁ ମଧ୍ୟ ଜାଗା ନଥିଲା। କିନ୍ତୁ ତାହାକୁ ବିଜେପି ସରକାର ଶାସନରେ ବା ଗଦିରେ ଆସିଲା ପରେ ତାହାକୁ ପୁଣି ଥରେ ଚେଞ୍ଜ କରିଦିଆଯାଇ ଆପଣମାନଙ୍କୁ ନୂତନ ପୋର୍ଟାଲରେ ଲାଇଭ୍ ମଧ୍ୟ କରିଦିଆଯାଇଛି କି ଆପଣ ସେଠୁ ଆବେଦନ କରିପାରିବେ। ଯଦି ଆପଣଙ୍କ ପରିବାର ଏପର୍ଯ୍ୟନ୍ତ EKYC କରିସାରିନାହାନ୍ତି ମଧ୍ୟ ଆପଣ EKYC କରିଦିଅନ୍ତୁ। ଏବଂ ଯେଉଁମାନେ ରାସନ କାର୍ଡରେ ବାଦ୍ ପଡ଼ିଯାଇଛନ୍ତି ଯେମିତିକି ଆପଣମାନଙ୍କୁ ନୂତନ ରାସନ କାର୍ଡ ହେଉ ବା ଆପଣଙ୍କ ନୂତନ ମେମ୍ବର ଯୋଡ଼ିବା ପାଇଁ ହେଉ ବା ଆପଣଙ୍କ ଡିଲିଟ୍ ମେମ୍ବର କରିବା ପାଇଁ ହେଉ ବା ଫ୍ୟାମିଲି ଟ୍ରାନ୍ସଫର କରିବା ପାଇଁ ହେଉ, ଯେଉଁ କାର୍ଯ୍ୟରେ ମଧ୍ୟ ଆପଣଙ୍କୁ ଏଠାରେ ଚେଞ୍ଜ କରିବା ପାଇଁ ଅନେକ ସୁବିଧା ଏଠାରେ ଆପଣମାନଙ୍କୁ ଦିଆଯିବ। ତ ଆଜିଠାରୁ ଖୋଲି ଦିଆଯାଇଛି ରାସନ କାର୍ଡର ନୂତନ ପୋର୍ଟାଲ। ଯଦି ଆପଣ ଆବେଦନ କରିନାହାନ୍ତି ତେବେ ରାସନ କାର୍ଡଟିକୁ ଆଜି ହିଁ ଆପଣ ଆବେଦନ କରିଦିଅନ୍ତୁ ଅନଲାଇନ୍ରେ ଏବଂ ଜଲ୍ଦି ଆପଣ ଏହାର ଫାଇଦା ମଧ୍ୟ ଉଠାଇ ଦିଅନ୍ତୁ। ତ ଏହା ଥିଲା ଫ୍ରେଣ୍ଡସ୍ ଆଜିର କିଛି ନ୍ୟୁ ଅପଡେଟ୍। ଯଦି ଅପଡେଟ୍ଟି ଭଲ ଲାଗିଥାଏ ଫ୍ରେଣ୍ଡସ୍ ଆମ ଓଡ଼ିଆ ଶିକ୍ଷାକୁ ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ଥିବା ବେଳକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।